ସ୍ୱାଧୀନତା ଦିବସ ଓଡ଼ିଆ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ମାନ୍ୟବର ମୁଖ୍ୟ ଅତିଥି, ଆଦରଣୀୟ ଶିକ୍ଷକ ଶିକ୍ଷୟିତ୍ରୀ, ସମ୍ମାନିତ ଅଭିଭାବକ ବୃନ୍ଦ ଏବଂ ମୋର ପ୍ରିୟ ସହପାଠୀ ଭାଇ ଓ ଭଉଣୀମାନେ, ଆପଣ ସମସ୍ତଙ୍କୁ ମୋର ସାଦର ପ୍ରଣାମ। ଆଜିର ଏହି ପବିତ୍ର ପ୍ରଭାତରେ ଆମେ ସମସ୍ତେ ଭାରତର ସବୁଠାରୁ ଗୌରବମୟ ଜାତୀୟ ପର୍ବ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ଏକତ୍ରିତ ହୋଇଛୁ। ଏହି ଦିନ କେବଳ ଏକ ତାରିଖ ନୁହେଁ, ବରଂ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ରକ୍ତ, ତ୍ୟାଗ, ବଳିଦାନ ଏବଂ ଅଦମ୍ୟ ସାହସର ଜୀବନ୍ତ ସ୍ମୃତି। 1947 ମସିହା ଅଗଷ୍ଟ 15 ତାରିଖରେ ଭାରତ ପ୍ରାୟ 2 ବର୍ଷର ବ୍ରିଟିଶ ଶାସନରୁ ମୁକ୍ତି ଲାଭ କରିଥିଲା। ସେହି ଦିନଠାରୁ ପ୍ରତ୍ୟେକ ଭାରତୀୟ ସ୍ୱାଧୀନ ଭାବେ ବଞ୍ଚିବାର ଅଧିକାର ପାଇଲେ। ଏହି ସ୍ୱାଧୀନତା ଆମକୁ କେହି ଉପହାର ଦେଇନଥିଲା, ଏହା ଅନେକ ପିଢ଼ିର ସଂଘର୍ଷର ଫଳ। ବନ୍ଧୁଗଣ, ଯେତେବେଳେ ଆମେ ଜାତୀୟ ପତାକାକୁ ଆକାଶରେ ଉଡ଼ୁଥିବାର ଦେଖୁଛୁ, ସେତେବେଳେ ଆମ ହୃଦୟ ଗର୍ବରେ ଭରିଯାଏ। ଆମ ତ୍ରିରଙ୍ଗାର ପ୍ରତ୍ୟେକ ରଙ୍ଗ ଆମକୁ ଏକ ମହାନ ବାର୍ତ୍ତା ଦେଇଥାଏ। କେଶରିଆ ରଙ୍ଗ ସାହସ ଓ ତ୍ୟାଗର ପ୍ରତୀକ, ଧଳା ରଙ୍ଗ ସତ୍ୟ ଓ ଶାନ୍ତିର ପ୍ରତୀକ, ସବୁଜ ରଙ୍ଗ ସମୃଦ୍ଧି ଓ ବିକାଶର ପ୍ରତୀକ। ମଧ୍ୟରେ ଥିବା ଅଶୋକ ଚକ୍ର ଆମକୁ ସର୍ବଦା ଆଗକୁ ବଢ଼ିବାର ପ୍ରେରଣା ଦେଇଥାଏ। ଭାରତର ସ୍ୱାଧୀନତା ସଂଗ୍ରାମ ଅନେକ ମହାନ ବ୍ୟକ୍ତିଙ୍କ ତ୍ୟାଗରେ ଗଢ଼ି ଉଠିଛି। ମହାତ୍ମା ଗାନ୍ଧୀ ଅହିଂସା ଓ ସତ୍ୟାଗ୍ରହର ପଥ ଦେଖାଇଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦେଶବାସୀଙ୍କ ମନରେ ଅଗ୍ନିକୁ ଜ୍ୱାଳାଇ ଦେଇଥିଲେ। ଭଗତ ସିଂ, ସୁଖଦେବ ଓ ରାଜଗୁରୁ ହସି ହସି ଫାଶୀ ଖୁଣ୍ଟକୁ ଆଲିଙ୍ଗନ କରିଥିଲେ। ଚନ୍ଦ୍ରଶେଖର ଆଜାଦ କହିଥିଲେ ଯେ ସେ କେବେ ବି ଇଂରେଜଙ୍କ ହାତରେ ଜୀବନ୍ତ ଧରା ପଡ଼ିବେ ନାହିଁ। ରାଣୀ ଲକ୍ଷ୍ମୀବାଈଙ୍କ ବୀରତା ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦେଇଥାଏ। ଆମ ଓଡ଼ିଶାର ବୀରମାନଙ୍କ ଅବଦାନ ମଧ୍ୟ ଅବିସ୍ମରଣୀୟ। ବକ୍ସି ଜଗବନ୍ଧୁଙ୍କ ପାଇକ ବିଦ୍ରୋହ, ବୀର ସୁରେନ୍ଦ୍ର ସାଏଙ୍କ ସଂଘର୍ଷ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସମାଜସେବା, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନ ଓ ରମାଦେବୀଙ୍କ ସମାଜସେବା ଆମକୁ ସର୍ବଦା ପ୍ରେରଣା ଦେଇଥାଏ। ସ୍ୱାଧୀନତା ପରେ ଭାରତ ଅନେକ କ୍ଷେତ୍ରରେ ବିକାଶ କରିଛି। ଆଜି ଭାରତ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ। ବିଜ୍ଞାନ, ମହାକାଶ, ସୂଚନା ପ୍ରଯୁକ୍ତି, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଆମେ ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛୁ। ଚନ୍ଦ୍ରଯାନ, ଆଦିତ୍ୟ ମିଶନ, ଡିଜିଟାଲ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ଓ ଷ୍ଟାର୍ଟଅପ୍ ଇଣ୍ଡିଆ ପରି ପଦକ୍ଷେପ ଭାରତକୁ ଏକ ନୂତନ ଉଚ୍ଚତାକୁ ନେଇଯାଇଛି। କିନ୍ତୁ ବନ୍ଧୁଗଣ, ସ୍ୱାଧୀନତାର ଅର୍ଥ କେବଳ ଅଧିକାର ନୁହେଁ, ଏହା ସହିତ ଦାୟିତ୍ୱ ମଧ୍ୟ ଆସେ। ଆମେ ସମସ୍ତେ ଦେଶର ନିୟମ ମାନିବା, ପରିବେଶ ସୁରକ୍ଷା କରିବା, ଦୁର୍ନୀତି ବିରୋଧରେ ସଚେତନ ହେବା, ନାରୀ ସମ୍ମାନ କରିବା, ସମସ୍ତ ଧର୍ମକୁ ସମ୍ମାନ କରିବା ଏବଂ ଜାତୀୟ ଏକତାକୁ ଶକ୍ତିଶାଳୀ କରିବା ଆମର କର୍ତ୍ତବ୍ୟ। ବନ୍ଧୁଗଣ, ଆଜିର ଭାରତର ଭବିଷ୍ୟତ ଆମମାନଙ୍କ ହାତରେ। ଆମେ ମନ ଦେଇ ପାଠ ପଢ଼ିବା, ସତ୍ୟବାଦୀ ହେବା, ଶୃଙ୍ଖଳିତ ଜୀବନ ବିତାଇବା ଏବଂ ଭଲ ନାଗରିକ ହେବା। ଦେଶର ସେବା କରିବା ପାଇଁ ସୈନିକ ହେବା କେବଳ ଆବଶ୍ୟକ ନୁହେଁ, ଜଣେ ସଚ୍ଚୋଟ ଶିକ୍ଷକ, ଡକ୍ଟର, କୃଷକ, ବୈଜ୍ଞାନିକ, ଇଞ୍ଜିନିୟର କିମ୍ବା ସାଧାରଣ ନାଗରିକ ମଧ୍ୟ ଦେଶର ମହାନ ସେବକ ହୋଇପାରେ। ଆଜି ଆମେ ଏହି ପବିତ୍ର ଦିନରେ ଏକ ସଂକଳ୍ପ ନେବା। ଆମେ ଦେଶର ସମ୍ମାନ ରକ୍ଷା କରିବା, ଜାତୀୟ ପତାକାକୁ ସର୍ବୋଚ୍ଚ ସମ୍ମାନ ଦେବା, ସ୍ୱଚ୍ଛ ଭାରତ ଗଠନରେ ସହଯୋଗ କରିବା, ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା, ସମସ୍ତଙ୍କ ସହିତ ଭାଇଚାରାରେ ରହିବା, ସତ୍ୟ, ସଚ୍ଚୋଟତା ଓ ପରିଶ୍ରମର ପଥରେ ଚାଲିବା। ଆସନ୍ତୁ ଆମେ ଏହି ବିକଶିତ, ସମୃଦ୍ଧ, ସ୍ୱଚ୍ଛ, ଶକ୍ତିଶାଳୀ ଏବଂ ଆତ୍ମନିର୍ଭର ଭାରତ ଗଠନରେ ନିଜର ଯୋଗଦାନ ଦେବା। ଏହା ହିଁ ହେବ ଆମ ବୀର ଶହୀଦମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ପରିଶେଷରେ ମୁଁ ଆମ ମାତୃଭୂମି ପାଇଁ ବଳିଦାନ ଦେଇଥିବା ସମସ୍ତ ବୀର ଶହୀଦମାନଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି। ସେମାନଙ୍କ ଆଦର୍ଶକୁ ଆମ ଜୀବନରେ ପାଳନ କରିବାର ସଂକଳ୍ପ ନେବା। ଆସନ୍ତୁ ସମସ୍ତେ ମିଳି ଉଚ୍ଚ ସ୍ୱରରେ କହିବା, ଜୟ ହିନ୍ଦ,